ବର୍ଷା ଦିନିଆ ସ୍ୱାଦ, ମାଟିର ବାସ୍ନା, ପାଳ ଛତୁର ମଜା। ଓଡ଼ିଆ ଭାଷା ଓ ପରମ୍ପରାରେ ଯେପରି ସ୍ୱାଦ ଅଛି, ବର୍ଷା ଋତୁର ଆଗମନ ସଙ୍ଗେ ସଙ୍ଗେ ଖାଦ୍ୟ ଥାଳିରେ ସେହିପରି ଏକ ଅଲଗା ମହକ ଆଣିଦିଏ ଛତୁ। ପ୍ରାକୃତିକ ଜଙ୍ଗଲୀ ଛତୁ ହେଉ କିମ୍ବା ଆମ ଗାଁ ଗହଳିରେ ସହଜରେ ଚାଷ ହେଉଥିବା ପାଳ ଛତୁ, ବର୍ଷା ଦିନେ ଏହାର ଚାହିଦା ସବୁବେଳେ ସ୍ୱତନ୍ତ୍ର। ଆଜି ଓଡ଼ିଆ ଅସ୍ମିତାରେ ଆମେ ଜାଣିବା ବର୍ଷା ଦିନିଆ ଛତୁର ସ୍ୱାସ୍ଥ୍ୟଗତ ଉପକାରିତା ଓ ସତର୍କତା ସମ୍ପର୍କରେ। ବର୍ଷା ଦିନେ ଗାଁ ଦାଣ୍ଡରୁ ଆରମ୍ଭ କରି ବଜାର ଯାଏ ସବୁଠି ଛତୁର ମୌଜ। ପ୍ରାକୃତିକ ଛତୁ ହେଉ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶରେ ଘରେ ବା ଫାର୍ମରେ କରାଯାଉଥିବା ପାଳ ଛତୁ, ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ପ୍ରୋଟିନ୍, ଭିଟାମିନ୍ ଓ ଆଣ୍ଟିଅକ୍ସିଡାଣ୍ଟର ଏକ ବଡ଼ ଭଣ୍ଡାର। ବିଶେଷ କରି ପାଳ ଛତୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର ଓ ସମ୍ପୂର୍ଣ୍ଣ ନିରାପଦ ଅଟେ। ମାତ୍ର ସାବଧାନ, ପ୍ରକୃତିରୁ ମନ ଇଚ୍ଛା ତୋଳାଯାଉଥିବା ସବୁ ଛତୁ ଖାଇବା ଯୋଗ୍ୟ ନୁହେଁ। ଅଜଣା ଜଙ୍ଗଲୀ ଛତୁ ବିଷାକ୍ତ ହୋଇପାରେ, ଯାହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ତେଣୁ ଜଙ୍ଗଲୀ ଛତୁ ବଦଳରେ ସୁରକ୍ଷିତ ଏବଂ ପୌଷ୍ଟିକ ପାଳ ଛତୁ କିମ୍ବା ବଜାରରେ ଚିହ୍ନା ଛତୁ ବ୍ୟବହାର କରିବା ସବୁଠାରୁ ବୁଦ୍ଧିମାନର କାମ। ତେବେ ଏ ବର୍ଷା ଦିନେ ଘରେ ସୁଆଦିଆ ପାଳ ଛତୁ ତରକାରୀର ମଜା ନିଅନ୍ତୁ, କିନ୍ତୁ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ସର୍ବଦା ସଚେତନ ରୁହନ୍ତୁ। କାରଣ ଆମର ସ୍ୱାସ୍ଥ୍ୟ ହିଁ ଆମର ପ୍ରକୃତ ସମ୍ପଦ। ତେବେ ଦେଖୁଥାନ୍ତୁ ଓଡ଼ିଆ ଅସ୍ମିତା, ସତ୍ୟ, ସଂସ୍କୃତି ଓ ପରମ୍ପରାର ସନ୍ଧାନରେ ସବୁବେଳେ।